ମାଥ୍ୟୁ ଲିଖିତ ସୁସମାଚାର ତାହାର 11 ପର୍ବ 28 ପଦ। ମାଥ୍ୟୁ ଲିଖିତ ସୁସମାଚାର ତାହାର 11 ପର୍ବ 28 ପଦ ମଧ୍ୟରେ ଏପରି ଲେଖାଯାଏ, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ଈଶ୍ୱରଙ୍କର ପବିତ୍ର ଜୀବନ୍ତ ବାକ୍ୟର ସକଳ ଆଶୀର୍ବାଦ ଅନୁଗ୍ରହ ଦୟା ଈଶ୍ୱର ଅନଲାଇନ ମାଧ୍ୟମରେ ଜଡ଼ିତ ହୋଇଥିବା ପ୍ରତ୍ୟେକଙ୍କ ପ୍ରତି, ଆମ ସମସ୍ତଙ୍କ ପ୍ରତି ସଦା ସର୍ବଦା ଦାନ କରନ୍ତୁ। ଆମେନ୍। ଖ୍ରୀଷ୍ଟରେ ଉପସ୍ଥିତ ପ୍ରଭୁଙ୍କର ଲୋକମାନେ, ସର୍ବପ୍ରଥମେ ସର୍ବଶକ୍ତିମାନ ମହାନ ପରମେଶ୍ୱରଙ୍କର ପବିତ୍ର ନାମର ଧନ୍ୟବାଦ ହେଉ, ଯେହେତୁ ପ୍ରଭୁ ଗତ ରାତ୍ରର ସମସ୍ତ ପ୍ରକାର ବିପଦ ଆପଦ ଶତ୍ରୁ ଶୈତାନରୁ ଉଦ୍ଧାର କଲେ ଏବଂ ଏହି ପ୍ରାତକାଳୀନ ସମୟରେ ତାଙ୍କରି ପବିତ୍ର ବାକ୍ୟର କିଛି ଅଂଶକୁ ଆଲୋଚନା କରିବା ନିମନ୍ତେ ଈଶ୍ୱର ସୁଯୋଗ ପ୍ରଦାନ କରିଅଛନ୍ତି। ଏବଂ ପ୍ରାତକାଳୀନ ମର୍ଣ୍ଣିଂ ପ୍ରେୟରରେ ଉପସ୍ଥିତ ଥିବା ଲିଡର୍ସ ମାନଙ୍କୁ, ପ୍ରତ୍ୟେକ କଂଗ୍ରିଗେସନକୁ ମଧ୍ୟ ପୁଣି ଥରେ ଆଜିର ଏହି ଉପାସନା ମଧ୍ୟରେ ସ୍ୱାଗତ ଜଣାଏ। ଆଜିର ବାକ୍ୟର ଥିମ୍ ହେଉଛି ଦ ଡିଭାଇନ୍ ଇନଭିଟେସନ୍ କମ୍ ଟୁ ମି। ଗୋଟେ ଐଶ୍ୱରୀୟ ନିମନ୍ତ୍ରଣ, ସେ କମ୍ ଟୁ ମି, ମୋ ନିକଟକୁ ଆସ। ଗୋଟେ ଐଶ୍ୱରୀୟ ନିମନ୍ତ୍ରଣ, ଈଶ୍ୱରଙ୍କର ଗୋଟିଏ ଆହ୍ୱାନ, ଈଶ୍ୱରଙ୍କ ଡାକରା ଏବଂ ଈଶ୍ୱରଙ୍କର ନିମନ୍ତ୍ରଣ। ଓ ସେ ନିମନ୍ତ୍ରଣ ହେଉଛି ଯେ ଯୀଶୁ ନିଜେ ସେ କହନ୍ତି, ତୁମ୍ଭେମାନେ ମୋ ନିକଟକୁ ଆସ। ଜଣେ ବ୍ୟକ୍ତି କହନ୍ତି, ଇଫ୍ ୟୁ କମ୍ ଟୁ ମି your life transform automatically। ଜଣେ ଥିଓଲୋଜିଆନ କହନ୍ତି ଯେ ତୁମେ ଯଦି ମୋ ପାଖରେ ଆସ, ତେବେ ତୁମମାନଙ୍କର ପ୍ରତ୍ୟେକଙ୍କର ଜୀବନ ଅଟୋମେଟିକାଲି ପରିବର୍ତ୍ତନ ହେବ ବୋଲି ସେ କହନ୍ତି। ଆଉ ଜଣେ ବ୍ୟକ୍ତି କହନ୍ତି, ଜଗତର ପ୍ରସିଦ୍ଧ ଲୋକର ଡାକରା ବ୍ୟତୀତ ଈଶ୍ୱରଙ୍କର ଡାକରା ମହତ୍ୱପୂର୍ଣ୍ଣ ଏବଂ ଗୁରୁତ୍ୱପୂର୍ଣ୍ଣ ବୋଲି କହନ୍ତି। ଜଗତରେ ଯେତେ ବଡ଼ ଲୋକ ଅଛନ୍ତି, ପ୍ରସିଦ୍ଧ ଲୋକ ଅଛନ୍ତି, ସେମାନଙ୍କର ଡାକରା ବ୍ୟତୀତ ଐଶ୍ୱରୀୟ ଡାକରା, ଐଶ୍ୱରୀୟ ନିମନ୍ତ୍ରଣ, ଇଟ୍ ଇଜ ଏ ୟୁନିକ୍ ବା ଅତୁଲ୍ୟ ସହିତ ତାକୁ ସମତୁଲ୍ୟ କରାଯାଏ ନାହିଁ। ତାହା ବହୁତ ଗୁରୁତ୍ୱ, ତାହାର ବହୁତ ତାତ୍ପର୍ଯ୍ୟ ରହିଛି। ପ୍ରିୟ ମଣ୍ଡଳୀ, ଆମେ ବାଇବଲରେ ଅନେକ ଜାଗାରେ ଯୀଶୁ ସେ କହନ୍ତି କମ୍ ଟୁ ମି ବୋଲି କରି କହନ୍ତି। ଆଜିର ଶାସ୍ତ୍ରାଂଶରେ ମଧ୍ୟ ମାଥ୍ୟୁ 11:28 ପଦରେ ଲେଖାଯାଏ, ହେ ପରିଶ୍ରାନ୍ତ ଏବଂ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ ବୋଲି ସେ କହନ୍ତି। ଐଶ୍ୱରୀୟ ଡାକରା, ମୋ ନିକଟକୁ ଆସ। ଯୋହନ 5 ପର୍ବ 40 ପଦରେ ଲେଖାଯାଏ, ତୁମେ ମାନେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋ ନିକଟକୁ ଆସିବାକୁ ଇଚ୍ଛା କରୁନାହଁ। ଯୀଶୁ କହନ୍ତି ଯେ ତୁମେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋ ନିକଟକୁ ଆସିବାକୁ ଇଚ୍ଛା କରୁନାହଁ। ଐଶ୍ୱରୀୟ ଡାକରା କେମିତି, ଆଉ ସେ ଡାକରାର ରେସ୍ପନ୍ସ କେମିତି ଲୋକମାନେ କରନ୍ତି। ଯୋହନ 6 ପର୍ବ 35 ପଦରେ ଲେଖାଯାଏ, ଯୀଶୁ କହିଲେ, ମୁଁ ସେହି ଜୀବନଦାୟକ ଆହାର, ଯେ ମୋ ନିକଟକୁ ଆସେ ସେ କଦାପି ତୃଷିତ ହେବ ନାହିଁ। କମ୍ ଟୁ ମି, ନେଭର ଥର୍ଷ୍ଟି ଆଣ୍ଡ ନେଭର ଫର୍ଷ୍ଟ। ତୁମେ କେବେ ବି ତୃଷିତ ହେବ ନାହିଁ, କ୍ଷୁଧିତ ହେବ ନାହିଁ, ଯେତେବେଳେ କି ଯୀଶୁଙ୍କର ଡାକରାକୁ, ଯୀଶୁଙ୍କର ନିମନ୍ତ୍ରଣକୁ
ଆମେ ମାନେ ପ୍ରତ୍ୟୁତ୍ତର କରୁଅଛୁ। ଜହନ 7 ପର୍ବ 37 ପଦର ମଧ୍ୟ ଲେଖାଯାଏ, ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, କେହି ଯଦି ତୃଷିତ ହୁଏ ତେବେ ସେ ମୋ ନିକଟକୁ ଆସି ପାନ କରୁ ବୋଲି ସେ କହନ୍ତି। Those who are thirsty come to me and take drink. କେତେ ସୁନ୍ଦର ବିଷୟ ପ୍ରିୟ ମଣ୍ଡଳୀ ଯୀଶୁ କହନ୍ତି। ଲୁକ ଲିଖିତ ସୁସମାଚାର ତାହାର 14 ପର୍ବ ତାର 26 ପଦର ମଧ୍ୟ ଯୀଶୁ କହନ୍ତି, କେହି ଯେବେ ମୋ ନିକଟକୁ ଆସି ଆପଣା ପିତା ମାତା ଭାର୍ଯ୍ୟା ସନ୍ତାନ ଭ୍ରାତା ଭଗ୍ନୀ ମାନଙ୍କୁ ଏପରିକି ଆପଣା ପ୍ରାଣକୁ ସୁଦ୍ଧା ଅପ୍ରିୟ ଜ୍ଞାନ ନ କରେ ତେବେ ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ। ଐଶ୍ୱର୍ଯ୍ୟ ଆହ୍ୱାନ ଦେଖନ୍ତୁ ପ୍ରିୟ ମଣ୍ଡଳୀ, ଈଶ୍ୱର ଯୀଶୁ ଖ୍ରୀଷ୍ଟ ଅନେକ ଜାଗାରେ ସେ ଡାକୁଛନ୍ତି, କମ୍ ଟୁ ମି, ମୋ ନିକଟକୁ ଆସ। ଆପଣ ମାନେ ସମସ୍ତେ ବି ଜାଣିଛନ୍ତି ଯେ ଯିଶାୟ ଭାବାଦୀଙ୍କ ପୁସ୍ତକ ତାହାର 55 ପର୍ବ 1 ପଦରେ ସେଇଠି ଲେଖାଯାଏ। ସେଇଠି ମଧ୍ୟ ଐଶ୍ୱର୍ଯ୍ୟ ଆହ୍ୱାନ ଗୋଟେ ଭୟଙ୍କର ଭାବରେ ସେଇଠି ଲେଖାଯାଏ, ଯାହାକି ଆମେ ପଢିବା। ଯିଶାୟ ତାହାର 55 ପର୍ବ ତାହାର 1 ପଦ ମଧ୍ୟରେ ଲେଖାଯାଏ, ହେ ତୃଷିତ ଲୋକ ସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ। ପୁଣି ଯାହାର କିଛି ଅର୍ଥ ନାହିଁ ସେ ଆସୁ। ତୁମ୍ଭେମାନେ ଆସ, କିଣ ଓ ଭୋଜନ କର। ହଁ ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। ଏଠି ପରମେଶ୍ୱର 3ଟି କମ୍ ଟୁ ମି ବୋଲି କୁହାଯାଏ। 3ଟି କମ୍ ଟୁ ମି ବୋଲି ସେଠି ଉଲ୍ଲେଖ କରିଛନ୍ତି। ତୁମେ ମୋ ନିକଟକୁ ଆସ, ତୁମେ ମୋ ନିକଟକୁ ଆସ, ତୁମେ ମୋ ନିକଟକୁ ଆସ। ପ୍ରିୟ ମଣ୍ଡଳୀ, ଆଜିର ଶାସ୍ତ୍ରାଂଶରେ ତ ଯଦି ଆମେ ଦେଖୁ ଯେ ଯୀଶୁ ସେଇଟା କହନ୍ତି ଯେ ଯେଉଁମାନେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ। ଯୀଶୁ ଯେତେବେଳେ କହନ୍ତି କମ୍ ଟୁ ମି, it is a breathtaking claim. The breathtaking claim ମାନେ ନିଶ୍ୱାସ ପ୍ରଶ୍ୱାସ ଯେମିତି କି ରହିଯିବ, ସେଇ କ୍ଲେମକୁ ସେ କରୁଛନ୍ତି। ମୋ ନିକଟକୁ ଆସ। ଯୀଶୁ କହୁନାହାନ୍ତି, କୋଉଠି କହିଛନ୍ତି କି ଯେ ଯୀଶୁ କମ୍ ଟୁ ଦି ରିଲିଜିୟନ, ତୁମେ ଧର୍ମରେ ଯାଅ, କହିନାହାନ୍ତି ଧର୍ମ ନିକଟକୁ ଆସ, କହିନାହାନ୍ତି ଗୋ ଟୁ ରିଲିଜିୟନ, କମ୍ ଟୁ ରିଲିଜିୟନ। ଯୀଶୁ କେବେ କହିନାହାନ୍ତି। ଯୀଶୁ କହିନାହାନ୍ତି କମ୍ ଟୁ ଦି ସିଷ୍ଟମ, ଗୋ ଟୁ ଦି ସିଷ୍ଟମ। ଯୀଶୁ କହିନାହାନ୍ତି। ଯୀଶୁ କହିନାହାନ୍ତି କମ୍ ଟୁ ଦି ରୁଲ୍ସ ଏଣ୍ଡ ଗୋ ଟୁ ଦି ରୁଲ୍ସ, କେବେ କହିନାହାନ୍ତି। ନିୟମ ବିଧି ବିଧାନରେ ରୁହ, ଏହା ମଧ୍ୟ ଈଶ୍ୱର କହିନାହାନ୍ତି। ଯୀଶୁ କହିନାହାନ୍ତି ଗୋ ଟୁ ଦି ଫିଲୋସଫି ଅର କମ୍ ଟୁ ଦି ଫିଲୋସଫି। ଜ୍ଞାନ ବୁଦ୍ଧି ନିକଟକୁ ଯାଅ, ସେଟା ବି କହିନାହାନ୍ତି। ଗୋ ଟୁ ଦି ପାୱାରଫୁଲ ମ୍ୟାନ ଏଣ୍ଡ କମ୍ ଟୁ ଦି ପାୱାରଫୁଲ ମ୍ୟାନ, ସେଇଟା ବି କହିନାହାନ୍ତି। ଇଭେନ୍ ଡଜଣ୍ଟ ସେ, ଯୀଶୁ ଏମିତି ବି କହିନାହାନ୍ତି ଯେ ଗୋ ଟୁ ଦି ଗଡ ବୋଲି ମଧ୍ୟ କହିନାହାନ୍ତି। କମ୍ ଟୁ ଗଡ ବୋଲି ମଧ୍ୟ ସେ କହିନାହାନ୍ତି। ଏଇଟା ହଉଛି ସବୁଠୁ ବ୍ରେଥ୍ ଟେକିଂ କ୍ଲେମ୍। ଯୀଶୁ ଯେତେବେଳେ କହୁଛନ୍ତି କମ୍ ଟୁ ମି, ଅବାକ୍ ହେଇଯାଇ ହବ। ଅବାକ୍ ହେଇ ଭୟଙ୍କର କ୍ଲେମ୍ କରୁଛନ୍ତି, ବ୍ରେଥ୍ ଟେକିଂ କ୍ଲେମ୍, ଦ ବ୍ରେଥ୍ ଟେକିଂ କ୍ଲେମ୍। ଯୀଶୁ କେବେ କହିନାହାନ୍ତି କମ୍ ଅର୍ ଗୋ ଟୁ ଗଡ ବୋଲି ମଧ୍ୟ କହିନାହାନ୍ତି। ପ୍ରିୟ ମଣ୍ଡଳୀ, ଯେତେବେଳେ ଯୀଶୁ କହୁଛନ୍ତି କମ୍ ଟୁ ମି, ଦ ଜିସସ୍ ରିଭିଲ୍ସ ହିଜ୍ ଡିଭାଇନ୍ ଅଥରିଟି। ଯୀଶୁ ଯେତେବେଳେ କହୁଛନ୍ତି ତୁମେ ଆମ୍ଭ ନିକଟକୁ ଆସ, ସେତେବେଳେ ଗୋଟେ ଡିଭାଇନ୍ ଅଥରିଟିକୁ ସେ ୟୁଜ୍ କରୁଛନ୍ତି, ବ୍ୟବହାର କରୁଛନ୍ତି। ଗୋଟେ ଐଶ୍ୱର୍ଯ୍ୟ କ୍ଷମତାକୁ ସେ ବ୍ୟବହାର କରନ୍ତି। The Jesus reveals the divine authority. ଐଶ୍ୱର୍ଯ୍ୟ କ୍ଷମତାକୁ ସେ ପ୍ରକାଶ କରନ୍ତି। ସେଥିପାଇଁ କହୁଛନ୍ତି ଯେ ମୋ ନାମରେ ତୁମେ ଯାହା କିଛି ମାଗ ମୁଁ ତାହା ତୁମ ଦେବି। The divine claim, divine authority ସେଇଟା।
डिवाइन अथॉरिटी कौन? द सवरेन पावर, द ओमनिसिएंट, ओमनिपोटेंट, ओमनी प्रेजेंस। ए तीनोटी विषय को प्रभु जीशु निज ठारे परिप्रकाश करूछंती। से कौन परिप्रकाश करूछंती? जे जीसस इज द पावरफुल मैन। द जीसस होउछंती गोटे शक्तिशाली ईश्वर। सेतिपई से कहउछंती जे कम टू मी। कार पाखरे से पठाउ नांती, को व्यक्ति विशेष पठाउ नांती, इवन गॉड पाखरे भी पठाउ नांती, कारण निजर पाखरे गॉड को से सत्ता को से अनुभव करिछंती, गॉड को से अनुभव करिछंती निज पाखरे। आ सेतिपई कहउछंती जे कम टू मी। इट इज द पावरफुल स्टेटमेंट। स्टेटमेंट भयंकर स्टेटमेंट। किए दे पारिबो नाही कम टू मी? किए कहि पारिबो कम टू मी बोली कि? मो पाखरे आसो मुई देवी बोली जे कहिबो किए कहि पारिबो? जार पाखरे कि सेतकी पावर अछि, जा पाखरे कि सेते शक्ति अछि। मु सेति पई गॉड रो कैरेक्टर को से प्रकाश करूछि जे सवरेन पावर, ओमनीपोटेंट, ओमनीसिएंट एंड ओमनीप्रेजेंस, जे कि सर्वशक्तिमान, सर्वव्यापी, सर्व अंतर्यामी, से सकल विषय अतीत वर्तमान भविष्यत को जानती से ईश्वर। से मिखा ताहार 7 पर्व 28 पदरे जे मिखा कहती आम मानकर परमेश्वर तुल्य किए बोली से सेठी परिप्रकाश करती। हु इज लाइक यावे? ईश्वर परि किए? से ख्रीष्टों को परि किए? जो ख्रीष्ट की से एमती पावर अच्छी जे से कहती कम टू मी, मो पाखरे आसो बोली। प्रिय मंडली, आज आम जिते बड़े ईश्वर निकट में बोझ ये जदि आमने जो माथ्यूर बैकग्राउंड को जदि चिंता करिबा, माथ्यूर बैकग्राउंड हेउची विशेष करी जीसु को गोटे किंग बोली करी से माने धरि नियंती। आ जिते बड़े से माथ्यू लेखुछंती जीसस इज द किंग बोली कि द मसाया बोली करी से लेखंती। आ से मसाया ऊपर के भी विश्वास करू नथिले, भरोसा करू नथिले जे ईश्वर तांको ठारे से प्रकाशित होइछंती बोली भी विश्वास करू नथिले। से कहउछंती जे जो मसाया को तुम अस्वीकार करूछो से मसाया पाखरे तुम्हें आसो, ऑल द ज्यूज, ऑल द पीपल ऑफ इज्राएल। तो माने ईश्वर को से जीसु को निकट रे आसो। तुम्हें गॉड को निकट को जाओ ना, गॉड को तुम्हें पाई परिबो ना, ईश्वर को पाई परिबो ना, ईश्वर को जानी परिबो ना। तार ऊपर अंश को 11 पर्व तार 28 पद ऊपर अंश को जदि तुम माने पढ़िबो सेठी लेखा जाए मोर पिता को कर्तृक समस्त विषय मो ठारे समर्पित होई अछि। आ पुत्र को कहीं जाने ना, केवल पिता जानती, पुणी पिता को कहीं जाने ना पुत्र जानती। आ पुत्र जहा निकट रे ताहांको प्रकाश करने को इच्छा करती से जाने। बेस्ट स्टेटमेंट गुटे से दियंती, बढ़िया स्टेटमेंट गुटे दियंती से माने ईश्वर को माने तुमरो माने कौन कहवा चाहे गोटे मनुष्य द डेस्परेट इन ह्यूमन इंटेलेक्ट, माने गोटे गोटे मनुष्यर सर्वोच्च ज्ञान, विभिन्न ज्ञान रे से ईश्वर को पाई परिबो ना, जानी परिबो ना। केवल पिता जानती एवं पिता को पुत्र जाने एवं पुत्र को पिता ही जानती। वैल्यूज इन द वर्च्यू सेक्शन, माने गोटे सत गुण रो वैल्यू रे मध्य अनेक लोक भलो काम करदेवे, ठीक जिनस करदेले ईश्वर माने प्रकाशित हो जिवे नै ता जीवन रे। वैल्यूज इन द वर्च्यू सेक्शन रे भी ईश्वर प्रकाशित हेबे नै। ईश्वर को खोजिबा को, ईश्वर को पाइबा को मध्य के पारि माने शक्ति नै। प्रिय मंडली, सेति पई महात्मा गांधी से जेते बेले तांकर मृत्यु हेउथिला, जने छोटो तांकर रिलेटिव पुओ तांको पचारला तुमे कोन ईश्वर को पाइलो कि? जेते बेले पचारला से कहिले द महात्मा गांधी सेज इन द लास्ट ब्रेथ रे कहले आई एम सीकिंग गॉड टिल नाउ, मो ए पर्यंत ईश्वर को खोजुछि बोली करे से कहले। आई एम सीकिंग गॉड टिल नाउ, मो ए पर्यंत ईश्वर को खोजुछि बोली से कहउछ। अरे सेमिति प्रकार लोक मान को जीसु आज कहती जो माने कि ईश्वर को खोजी 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 से माने थकी जाई छंती, पाई पारु नांती, बुझी पारु नांती, जानी पारु नांती।
ପରିଶ୍ରାନ୍ତ ହୋଇଯାଇଛନ୍ତି, ଭାରଗ୍ରସ୍ତ ହୋଇଯାଇଅଛନ୍ତି, ସେଇ ପ୍ରକାର ଲୋକମାନଙ୍କୁ ଯୀଶୁ କହନ୍ତି come to me, come to me. It's the breathtaking claim, come to me. ପ୍ରିୟ ମଣ୍ଡଳୀ, ସେଥିପାଇଁ ଯୀଶୁ ଆଜି ସେ କହନ୍ତି ମୋ ନିକଟକୁ ଆସ। ଏ ମୋ ନିକଟକୁ ଆସ ବୋଲି ଯେତେବେଳେ ଏ ବାକ୍ୟ ସେ କହନ୍ତି, it is a personal invitation. जो divine invitation ଅଛି come to me, এটা হচ্ছে ଗୋଟେ ବ୍ୟକ୍ତିଗତ ମାନେ ଡାକରା, ବ୍ୟକ୍ତିଗତ ନିମନ୍ତ୍ରଣ ଈଶ୍ୱର ଦିଅନ୍ତି। ଆରେ ଈଶ୍ୱର ବ୍ୟକ୍ତିଗତ ନିମନ୍ତ୍ରଣ ସେ କେମିତି ପ୍ରକାର ଲୋକମାନଙ୍କୁ ଦିଅନ୍ତି? ଯେଉଁମାନେ କି ସିନ୍ ପାପରେ ପତିତ ହୋଇଅଛନ୍ତି, those who are in guilty, ଯେଉଁମାନେ କି ନିଜକୁ ଅପରାଧୀ ପାପୀ ବୋଲିକି ସେମାନେ ଜାଣି କରୁଛନ୍ତି, ଯେଉଁମାନେ କି ଟ୍ରାନ୍ସଗ୍ରେସନ, ନିଜକୁ ଅଯୋଗ୍ୟ ଅଧମ ମୂଢ ମନୁଷ୍ୟ ବୋଲି ନିଜକୁ ସେମାନେ ବୁଝିପାରୁଛନ୍ତି, এই ପ୍ରକାର ଇତ୍ୟାଦି ବ୍ୟକ୍ତି ବିଶେଷ ମାନଙ୍କୁ ଈଶ୍ୱର କହୁଛନ୍ତି come to me। ଅନେକ ଲୋକ ଆଜି ପାପ ପାଇଁ, ଅପରାଧ ପାଇଁ, ଏସବୁ ପାଇଁ ନିଜକୁ ମାନେ ଏମିତି ଭାରଗ୍ରସ୍ତ ବ୍ୟତିବ୍ୟସ୍ତ ହୁଅନ୍ତି ଯେ କହିଲେ ନ ସରେ। ପ୍ରଭୁ ସେମିତି ଲୋକମାନଙ୍କୁ ସେ କଣ କରୁଛନ୍ତି? come to me। ପ୍ରିୟ ମଣ୍ଡଳୀ, ମୁଁ କହିବାକୁ ଚାହେଁ ସେ ଯେଉଁ ଡାକରା ଦିଅନ୍ତି ସେ ଗୋଟେ ଇଣ୍ଡିଭିଜୁଆଲି, ଅର୍ଥାତ୍ ସେ ପର୍ସନାଲ ଡାକରା ଦିଅନ୍ତି, ବ୍ୟକ୍ତିଗତ ଭାବରେ ଡାକରା ଦିଅନ୍ତି। ସେଇ ଦିନ ମଧ୍ୟ ଈଶ୍ୱର ସେ ଡାକରା ଦେଇଥିଲେ, ସୃଷ୍ଟିର ପ୍ରଥମ ଡାକରା, ହେ ଆଦମ, ହେ ଆଦମ ତୁମେ କେଉଁଠାରେ? ଭୟଙ୍କର ନିମନ୍ତ୍ରଣ ସେଇଟା। ମୁଁ ପ୍ରଶ୍ନ କରେ ଯେ ଯୀଶୁ କଣ, ଈଶ୍ୱର କଣ ତାଙ୍କର ଲୋକେସନ କୁ ପଚାରୁଥିଲେ କି? ସେ ଯୋଉଠି ଅଛନ୍ତି ସେ ଲୋକେସନ କୁ କଣ ପଚାରୁଥିଲେ କି? ପ୍ରଶ୍ନ କରୁଥିଲେ କି? ଅନେକ ଲୋକ ଲୋକେସନ ବୋଲିବେ, where are you Adam? Adam, where are you? ଆଦମ ତୁମେ କେଉଁଠାରେ? It is not a location. God knows everything. କୋଉଠି ଅଛନ୍ତି, କଣ କରୁଛନ୍ତି, କଣ କରିଛନ୍ତି, God knows everything. ଈଶ୍ୱର ସବୁ ବିଷୟ ଜାଣନ୍ତି, କିନ୍ତୁ ସେ ସବୁ ଜାଣିକି ଈଶ୍ୱର କହୁଛନ୍ତି Adam, where are you? It is not a location, but it is the condition of human. It is the condition of human. ମନୁଷ୍ୟର କଣ୍ଡିସନ କୁ ପଚାରୁଛନ୍ତି, ତୁମେ କୁ କଣ୍ଡିସନ, କୁ ସିଚୁଏସନ ରେ ଅଛ। ଆଉ ସେ ଡାକୁ ଜାଣିଛନ୍ତି ତୁମେ କି ସିଚୁଏସନ ରେ ଅଛ, କୁ କଣ୍ଡିସନ ରେ ବି ଅଛ, କେମିତି ପାପରେ ପତିତ ହେଇଛ, ଗଡ ଜାଣିଛନ୍ତି। ବଟ୍ ହେଲେ ବି ଗଡ କହୁଛନ୍ତି ଆଡମ, where are you? ତାର ଅର୍ଥ ହେଉଛି ଗଡ ସେ କହୁଛନ୍ତି come to me, ତୁମେ ଯୋଉ ପାପରେ ପତିତ ହୋଇଅଛ, come to me, ମୋର ପାଖରେ ଆସ ବୋଲିକି। ପ୍ରଭୁ ସବୁ ବିଷୟ ସେ ଈଶ୍ୱର ଆମର ପାପକୁ ସେ ଗଣନା କରିବେ ନାହିଁ। তুমি କେତେ ପାପ କରିଅଛ ସେଇଟାକୁ ଗଣନା କରିବେ ନାହିଁ। ଈଶ୍ୱର ତୁମେ କେତେ ପାପୀ ସେ ସବୁକୁ ସେ ଚିନ୍ତା କରିବେ ନାହିଁ। ମିଖା ତାହାର ମିଖା ତାହାର 7 ପର୍ବ ତାର ମିଖା 7 ପର୍ବ ତାହାର 18 ପଦରେ ଲେଖାଯାଏ, ଖଂସରେ ତୁମ୍ଭେ ଅଧର୍ମ କ୍ଷମା କରିଥାଅ। 19 ପଦରେ ଲେଖାଯାଏ, ଖଂସରେ ସେ ଆମ୍ଭମାନଙ୍କର ଅଧର୍ମ ସକଳ ପଦ ତଳେ ଦଳିବେ, ଆଉ ତୁମ୍ଭେ ସେମାନଙ୍କର ଯାବତୀୟ ପାପ ସମୁଦ୍ରର ଗାଧ ଜଳରେ ନିକ୍ଷେପ କରିବେ। ଅବାକ୍ ହେଇଯାଏ ହେବ God. Our God is God of loving
and our God is God of forgiven God. ତାଙ୍କର ଇନଭିଟେସନ ସେଇଦିନ ଗୋଟେ ପନିଶମେଣ୍ଟ ପାଇଁ ନଥିଲା, ଐଶ୍ୱର୍ଯ୍ୟ ଯୋଉ ଆହ୍ୱାନ ଆଦମକୁ ଯୋଉ ଡାକିଲେ ପନିଶମେଣ୍ଟ ପାଇଁ ନାହିଁ, କିନ୍ତୁ ଏଥିପାଇଁ କଣ ଯେ ତୁମର ଯେତେ ପାପ କରିଛ ସେ ପାପକୁ ସମୁଦ୍ରର ଅଗାଧ ଜଳରେ ନିକ୍ଷେପ କରିବା ପାଇଁ। ଏ ଯୋଉ ପଏଟିକାଲ ଲାଙ୍ଗୁଏଜରେ ଏଠି ଲେଖା ଯାଉଛି ବହୁତ ବଢିଆ। ସମୁଦ୍ର ମାନେ କଣ, ଯୋଉ ସମୁଦ୍ରକୁ ଦେଖି ହେବ ନାହିଁ, ତାର ମାପି ହେବ ନାହିଁ, ବୁଝି ହେବ ନାହିଁ, ସେମିତି ଜାଗାରେ ଆମର ପାପକୁ ସେ ଜଳରେ ପକାଇବେ। ସମୁଦ୍ରରେ ପକାଇଲେ କଣ ତାକୁ ରିଟର୍ନ ହବାର ଚାନ୍ସ ଅଛି କି? ନାହିଁ। ସେ ପୁଣି ଥରେ ଫେରି ଆଇବା ଚାନ୍ସ ନାହିଁ, ପୁଣି ଥରେ ଆଉ ଫେରି ଆସିପାରିବ ନାହିଁ। ଗାଧ ଜଳରେ ଯୋଉ ଜଳରେ କି ସେ ନିକ୍ଷେପ ହୋଇଯିବ ସେଇ ପାପ। ସେଥିପାଇଁ ଗୀତ ସଂଗୀତାରେ ମଧ୍ୟ ଲେଖା ଅଛି, 103 ପର୍ବ ଲେଖାଯାଏ କଣ ଯେ ପୂର୍ବ ଏବଂ ପଶ୍ଚିମ ଯେତେ ଦୂର ଆମେ ତୁମର ପାପ ଏବଂ ଅପରାଧ ସେତେ ଦୂର କରିବା ବୋଲି ଲେଖାଯାଏ। ସେଦିନ ମଧ୍ୟ ଆଦମ ଏବଂ ହବା ପ୍ରଭୁ ସେଇ ଉଦ୍ଦେଶ୍ୟରେ ଆକା ଯାଇଥିଲେ, ତମର କଣ୍ଡିସନକୁ କମ୍ ଟୁ ମି ଆଇ ୱିଲ୍ ଗିଭ୍ ୟୁ ରେଷ୍ଟ, ମୁଁ ତମକୁ ସେଇ ବିଶ୍ରାମ ଦେବି, ଗୋଟେ ଗାର୍ଡ ସହିତ ଆଲାଉନ୍ସ କରିବି। ଠିକ ଅଛି ତମେ ପାପ କରିଛ, ମାତ୍ର ମୁଁ ତୁମକୁ କେବେ ମଧ୍ୟ ପରିତ୍ୟାଗ କରିବିନି। ଆଇ ହାଭ୍ ଏମ୍ବ୍ରେସ୍ ୟୁ, ଆଇ ୱିଲ୍ ଏମ୍ବ୍ରେସ୍ ୟୁ, ମୁଁ ତତେ ଆଲିଙ୍ଗନ କରିବି। ସେତେ ଗାର୍ଡ ଅଛି, ମାନେ ଗାର୍ଡର ପାୱାର ଅଛି। ପ୍ରିୟ ମଣ୍ଡଳୀ ମୁଁ ଆପଣ ମାନଙ୍କୁ ଆଜି କହିବାକୁ ଚାହେଁ, ଆମେ ଯେତେବେଳେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରୁ, ସେ ପ୍ରକୃତରେ ବିଚାର କରିବାରେ ସେ ସନ୍ତୁଷ୍ଟ ନୁହନ୍ତି, ତୁମର ପାପକୁ ବିଚାର କରିବାରେ ସନ୍ତୁଷ୍ଟ ନୁହନ୍ତି, କିନ୍ତୁ ସେ ତୁମକୁ ମାର୍ସି ମାନେ ଦୟାରେ ସେ ସନ୍ତୁଷ୍ଟ ଅଟନ୍ତି। ପ୍ରିୟ ମଣ୍ଡଳ, ସେଥିପାଇଁ ସେ ମିଖା ତାହାର 7 ପର୍ବ ତାର 14 ପଦର ଶେଷ ପଦରେ ଲେଖା ଅଛି, କାରଣ ସେ ଦୟାରେ ସନ୍ତୁଷ୍ଟ ଥାଆନ୍ତି, ସେ ବିଚାରରେ ନାହିଁ। ସେ ତୁମକୁ ପାପରେ ପତିତ କରିବାକୁ ନାହିଁ, ପାପରେ ଗଣନା କରିବାକୁ ନାହିଁ, କି ତୁମକୁ ସେ ଦୟା କରିବାକୁ ସନ୍ତୁଷ୍ଟ ଅଛନ୍ତି, କ୍ଷମା ଦେବାରେ ସନ୍ତୁଷ୍ଟ ଅଛନ୍ତି। ସେଥିପାଇଁ ମଧ୍ୟ ପ୍ରିୟ ମଣ୍ଡଳୀ ମୁଁ କହିବାକୁ ଚାହେଁ ଯେ the God's characteristic is not his capacity for destruction. ଐଶ୍ୱର୍ଯ୍ୟ ପ୍ରକୃତି ଏମିତି ଯେ ତୁମକୁ ଈଶ୍ୱର ଡେଷ୍ଟ୍ରକ୍ସନ କରିବା ପାଇଁ କେପାସିଟି ନାହିଁ। ହ୍ୟୁମାନକୁ, ମନୁଷ୍ୟକୁ ପାପ କଲା ପରେ ତାକୁ ଡେଷ୍ଟ୍ରକ୍ସନ କରିବା ପାଇଁ ପ୍ରଭୁଙ୍କର ଦକ୍ଷତା ଶକ୍ତି ନାହିଁ। but his relentless obsession with mercy, କିନ୍ତୁ ତାକୁ ଗୋଟେ ନିର୍ଦ୍ଦୟ ମାନେ ଅନୁଗ୍ରହକୁ ସହିତ ତାକୁ ଜିଦ୍ ଖୋର ହୋଇକି ତାକୁ ଦୟା କରିବାର ସେ ସନ୍ତୁଷ୍ଟ। ଜିଦ୍ ଖୋର ନାଇଁ ମୁଁ ଦୟା କରିବି ବୋଲିକି। ସେଥିପାଇଁ ମୁଁ ସେଥର ମଧ୍ୟ କହିଥିଲି ଲାଷ୍ଟ ଟାଇମ ମଧ୍ୟ, ଯୀଶୁ ଯଦି ଚାହିଁଥାନ୍ତେ, ଈଶ୍ୱର ଯଦି ଚାହିଁଥାନ୍ତେ ଯୀଶୁଙ୍କୁ କ୍ରୁଶରୁ ଓହ୍ଲାଇ ପାରିଥାନ୍ତେ, ମାତ୍ର ଈଶ୍ୱର ଚାହିଁଲେ ନାହିଁ। କାରଣ ଈଶ୍ୱର ଜିଦ୍ ଖୋର ଅଟନ୍ତି। କଣ ପାଇଁ ନା ଏଇ ଜଗତର ଲୋକମାନଙ୍କ ପାଇଁ, ଯୋଉ ପ୍ରେମରେ ସେ ପାଗଳ ହେଇଯାଇଛନ୍ତି, ସେ ନିଜର ପୁତ୍ରକୁ ସୁଦ୍ଧା ସେ ରକ୍ଷା କରିପାରୁନାହାନ୍ତି, ସେତେ ବଡ ଲଭ୍ ସେ କରୁଛନ୍ତି। ପ୍ରିୟ ମଣ୍ଡଳୀ, ଦ ପର୍ସନାଲ ଇନଭିଟେସନ ସେଥିପାଇଁ ଅଛି, ବ୍ୟକ୍ତିଗତ ଇନଭିଟେସନ, କମ୍ ଟୁ ମି। ପାପରେ ରୁହ, ବୋଝରେ ରୁହ, କି ଟ୍ରାନ୍ସଗ୍ରେସନ ଅପରାଧରେ ରୁହ, କମ୍ ଟୁ ମି, ମୋ ପାଖରେ ଆସ, ମୁଁ ସବୁ ଜିନିଷ ତୁମମାନଙ୍କୁ କଣ କରିବି ନା କ୍ଲିନ୍ କରିବି। ଯୋଇଲୁ ମୋ ମଣ୍ଡଳୀର ଗୋଟେ ଗୀତ, ଗୋଟେ ବହିର ଗୋଟେ ଗୀତ ଅଛି, 155 ନମ୍ବର ଗୀତ। ଆରେ ସେଇ ଗୀତରେ ବହୁତ ସୁନ୍ଦର ଲେଖାଯାଏ। କଣ ସେ ଗୀତ ଅଛି? ଆସ ଆସ ସର୍ବ ପାପୀ ସତ୍ପରେ, ସୁସମାଚାର ଭୋଜରେ, নিমন্ত্রণ পত্র হইছি আগত, পাঠ করি দেখো হস্তরে,
আস সর্ব পাপী সৎপরে সুসমাচার ভোজরে নকর বাহানা বিলম্ব আর ডাকুଛନ୍ତି ତୁମ୍ଭ ପିତା ଈଶ୍ୱର ଧରି ଖେଦ ମନ ଆସ ହେବନ ନରୁହ ଜଣେ ପଶ୍ଚାତରେ ଆସ ସର୍ବ ପାପୀ ସତ୍ପରେ ସୁସମାଚାର ଭୋଜରେ। ପ୍ରିୟ ମଣ୍ଡଳୀ, God is give the invitation ଯେମାନେ ବୋଝର ସହିତ ସମସ୍ୟାର ସହିତ ଅଛନ୍ତି ତୁମେ ମାନେ ଆସ। ଆଉ କେମିତି ଲୋକକୁ ସେ ଆହ୍ୱାନ କରନ୍ତି ପ୍ରିୟ ମଣ୍ଡଳୀ, ଯେ ତୁମେ କେଉଁଠାରେ ଯେତେବେଳେ ସେ କହୁଛନ୍ତି, ସେ ସେଇଦିନ ଯଦି କହିଥାନ୍ତା ଗୋଟେ ରିପେଣ୍ଟର ସହିତ, ଅନୁତପ୍ତର ସହିତ, ଗଡ ଆଇ ଏମ୍ ଇନ୍ ସିନ୍, ମୁଁ ପାପରେ ପତିତ ଅଛି, that is enough for God. ଏତେ ହିଁ enough ପ୍ରଭୁଙ୍କ ଠାରେ କାନ୍ଦି କାନ୍ଦିକି ଆମର ବଡିକୁ ନଷ୍ଟ କରିବାର କିଛି ଆବଶ୍ୟକ ନାହିଁ। ଇସ୍ରାଏଲ ମାନଙ୍କ ଉପରେ ସେଇଦିନ ଗୋଟିଏ ବାଛୁରୀକୁ ସେମାନେ ନିର୍ମାଣ କରି ଚତୁର୍ପାର୍ଶ୍ୱରେ ନିଜେ ହାଣି ନିଜର ଶରୀରକୁ ସେମାନେ କ୍ଷତ ବିକ୍ଷତ କରୁଥିଲେ। ସେତେ ରିପେଣ୍ଟ କରିବାର ଆବଶ୍ୟକ ନାହିଁ। ଖାଲି ଗୋଟେ ହୃଦୟ ସହିତ ବିଦୀର୍ଣ୍ଣ ହୋଇ ଆମେ ପ୍ରଭୁଙ୍କ ପାଖରେ ଆଇ ଏମ୍ ଇନ୍ ସିନ୍, ପ୍ରଭୁ ମୁଁ ପାପରେ ପତିତ ହୋଇଅଛି, ଦ୍ୟାଟ୍ ଇଜ ଏନଫ୍ ଗଡ ପାଖରେ। ସେଇ ରେସ୍ପନ୍ସ ହଉଛି ସବୁଠୁ ବଡ, କାରଣ ଗଡ ନୋସ୍ ଏଭ୍ରିଥିଙ୍ଗ। ପ୍ରିୟ ମଣ୍ଡଳୀ, ସେଇଦିନ ମଧ୍ୟ ସେଇ ବ୍ୟକ୍ତି ସେ ଯୀଶୁଙ୍କ ନିକଟରେ ସେଥିପାଇଁ ସେ ତାର ପିତାଙ୍କ ନିକଟକୁ ଆସିଥିଲା। ସେ ଅପବ୍ୟୟ ପୁତ୍ର, ସେ କିଛି କରିନାହିଁ। 15 ପର୍ବ 17 ପଦରେ ଲେଖା ଅଛି, ଲୁକ 15 ପର୍ବ 17 ପଦରେ ସେ ଚେତନା ପାଇଲା, ରିପେଣ୍ଟ yourself, ନିଜର ପାପକୁ ସେ ଚିହ୍ନି ପାରିଲା। ମୋର ପିତାଙ୍କର ଗୃହରେ ଅନେକ ଖାଦ୍ୟ ବଳି ପଡୁଅଛି, ମୁଁ ମୋ ବାପାଙ୍କ ପାଖରେ ଯିବି ବୋଲିକି। ମୁଁ ତାଙ୍କର କହିବି ଯେ ମୁଁ ମୂଲିଆ ପରି ରହିବି, ମତେ ପୁଅ ବୋଲି ଡକାଯିବାର ମୁଁ ଯୋଗ୍ୟ ନୁହେଁ ବୋଲି। ପ୍ରିୟ ମଣ୍ଡଳୀ, ସେଇଦିନ ବାପା ସେ ଦେଖିଲେ ଦୂରରୁ, ଆରେ ସେଇଠି ଲେଖା ଅଛି ANE ମାନେ ଏନସିଏଣ୍ଟ ନିୟର ଇଷ୍ଟ। ସେଠି କଣ ଯେ ବାପା କେବେ ଦୌଡ଼ିକି ପୁତ୍ର ପାଖେ ଯିବେ ନାହିଁ, ପୁତ୍ର ଦୌଡ଼ିକି ବାପାଙ୍କ ପାଖେ ଆସିବେ। କିନ୍ତୁ ସେ କଲଚରକୁ ବାପା କଣ କରିଛନ୍ତି, ଡିମୋଲିଶ କରିଦେଲେ। ସେ ଯେତେବେଳେ ରିପେଣ୍ଟ କରିକି ଆସୁଛି, ଅନୁତାପ କରିକି ଆସୁଛି, ବାପା ସେ ଦୌଡ଼ି ଯାଇ ତାକୁ ସେ କଣ କରିଛନ୍ତି, ଆଲିଙ୍ଗନ କରିଛନ୍ତି। ସେଇଠି ହୋଇପାରିଥାନ୍ତେ ସେ ପନିଶମେଣ୍ଟ ଦେଇଥାନ୍ତେ, ତୁଇ ମୋର ସବୁ ଧନ ସମ୍ପତ୍ତିକୁ ନଷ୍ଟ କଲୁ, ପନିଶମେଣ୍ଟ ଦେଇଥାନ୍ତେ, ତାକୁ ଗୋଟେ ମୂଲିଆ ପରି ବି ରଖିଥାନ୍ତେ। ମାତ୍ର ସେମିତି ରଖିଲେ ନାହିଁ, ପ୍ରଭୁ ସେମିତି ରଖିଲେ ନାହିଁ, ତାଙ୍କ ପିତା ସେମିତି ରଖିଲେ ନାହିଁ। ତାକୁ ସେ ଆଲିଙ୍ଗନ କଲେ, ଆରେ ସେ ଅଧିକାର ଦେଲେ। ପ୍ରିୟ ମଣ୍ଡଳୀ, ମୁଁ କହିବାକୁ ଚାହେଁ, ଦ ପର୍ସନାଲ ଇନଭିଟେସନ ହଉଛି ସବୁଠୁ ଭୟଙ୍କର। ଆଉ ସେଇଦିନ ମଧ୍ୟ ଯୀଶୁ ଖ୍ରୀଷ୍ଟ ସେ କହୁ କହୁ ମଧ୍ୟ ଗୋଟେ ଉଦାହରଣ ଦେଲେ। ଗୋଟେ ଭୋଜ ପ୍ରସ୍ତୁତ ହେଲା, ଆଉ ସମସ୍ତଙ୍କୁ ଡାକିଲେ। 3ଟି ବ୍ୟକ୍ତିଙ୍କୁ ଡାକିଲେ। ଜଣେ କହିଲା, ମୁଁ କ୍ଷେତ୍ର କିଣିଛି, ମତେ ସମୟ ନାହିଁ, ମୁଁ ଆସିପାରିବି ନାହିଁ। ଜଣେ କହିଲା, ମୁଁ ବଳଦ କିଣିଛି, ମତେ ପରୀକ୍ଷା କରିବାକୁ ଯିବାକୁ। ଗୋଟେ କହିଲା, ମୁଁ ଏବେ ବିବାହ କରିଛି, ମୁଁ ଆସିପାରିବି ନାହିଁ। ବାହାନା 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 କଲେ। ପ୍ରଭୁଙ୍କର ଇନଭିଟେସନକୁ ସେମାନେ ତିରସ୍କାର କଲେ। ପ୍ରିୟ ମଣ୍ଡଳୀ, ସେ ଇନଭିଟେସନ ଆଜି ମଧ୍ୟ ଆମମାନଙ୍କ ପାଖରେ ଅଛି। ପ୍ରଭୁ ଆଜି ମଧ୍ୟ ସେ ଇନଭିଟେସନ ଦେଉଛନ୍ତି, କମ୍ ଟୁ ମି, ମୋ ନିକଟକୁ ଆସ, ମୋ ନିକଟକୁ ଆସ, ସେ କମ୍ ଟୁ ମି ବୋଲି ସେ କହନ୍ତି। ପ୍ରିୟ ମଣ୍ଡଳୀ, କହନ୍ତି ଦ୍ୱିତୀୟ ବିଷୟ, ସେ ପବ୍ଲିକ ଇନଭିଟେସନ ମଧ୍ୟ ଆଜି ମୁଁ କହିବାକୁ ଚାହେଁ ନାହିଁ। ଦ୍ୱିତୀୟ ହଉଛି ପବ୍ଲିକ ଇନଭିଟେସନ ସେ ଦିଅନ୍ତି। କେବଳ ଗୋଟେ ବ୍ୟକ୍ତିଗତ ନାହିଁ, ମାତ୍ର ପବ୍ଲିକକୁ ସେ ଇନଭିଟେସନ ଦିଅନ୍ତି। ତତ୍ ସହିତ ଗୋଟେ ୟୁନିଭର୍ସାଲ ଇନଭିଟେସନ ଅଛି। ଏ ଦୁଇଟି ବିଷୟ ଆଉ ଗୋଟିଏ ଦିନ ହେଲେ ମୁଁ କହିବି। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଶେଷରେ ସେ କହନ୍ତି ଯେ ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମକୁ ବିଶ୍ରାମ ଦେବି। ଗଡ ଯେତେବେଳେ ସେ ଡାକୁଛନ୍ତି, ଗୋଟେ ପର୍ପଜଫୁଲି ସେ ଡାକୁଛନ୍ତି।
ତମର ହୃଦୟର ଗୌହରର ବିଷୟକୁ ସେ ଦେଖିକି ଡାକୁଛନ୍ତି। ସେ କଣ କରିବାକୁ ଡାକୁଛନ୍ତି? ସେ ବିଶ୍ରାମ ଦେବାକୁ ସେ ଡାକୁଛନ୍ତି। ଆରେ ସେଇଠି ସେ ପ୍ରତିଜ୍ଞାରେ ସେ ବିଶ୍ୱସ୍ତ ପରମେଶ୍ୱର ଯୋଉ ପ୍ରମିସ କରୁଛନ୍ତି, ଆଇ ୱିଲ୍ ଗିଭ୍ ଦି ରେଷ୍ଟ, ଆଇ ୱିଲ୍ ଗିଭ୍ ୟୁ ରେଷ୍ଟ। ମୁଁ ତମକୁ କଣ ଦେବି? ନା ବିଶ୍ରାମ ଦେବି। ସେ ପ୍ରମିସ ସେ କରନ୍ତି ପ୍ରିୟ ମଣ୍ଡଳ। ଆରେ ସେଇ ପ୍ରମିସରେ ଆମେ ପ୍ରକୃତରେ ବିଶ୍ୱାସ କରିକି ଆଗକୁ ବଢିବାର ଅଛି। ଯୋଉ ପ୍ରମିସର ପବିତ୍ର ବାକ୍ୟ ଯାହା ଅଛି, ଏଇଟା ହଉଛି ଗଡ୍ସ ପ୍ରମିସ। ଆରେ ଏଇ ପ୍ରମିସ ରେ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ପ୍ରଚୁରତାର ସହିତ ଆଶୀର୍ବାଦ ପାଇବେ। ମୁଁ କହିବାକୁ ଚାହେଁ ଯେ এই ପ୍ରମିସରେ କେବଳ ବିଶ୍ୱାସ ଏହା ନୁହେଁ, ଗୋଟେ ପେସିଭ ଫେଥ ନାହିଁ, ଗୋଟେ ନିଷ୍କ୍ରିୟ ବିଶ୍ୱାସ ନୁହେଁ, କିନ୍ତୁ ଆକ୍ଟିଭ ଫେଥ। ଆକ୍ଟିଭ ଫେଥ ମାନେ ଗୋଟେ ସକ୍ରିୟ ବିଶ୍ୱାସ, ଗୋଟେ ସକ୍ରିୟ ବିଶ୍ୱାସ। ମାନେ ଜୀବନରେ ପ୍ରଭୁଙ୍କ ଠାରେ ବିଶ୍ୱାସ କରୁଛ, ଇନ୍ ଦି ସେନ୍ସ ନାହିଁ ଯେ ତୁମମାନଙ୍କୁ ଜୀବନରେ ସେ ପରିଶ୍ରାନ୍ତ ହେବ ନାହିଁ, କି ପାପ ଆସିବ ନାହିଁ, କି ଅପରାଧ ଆସିବ ନାହିଁ। ମୁଁ ତାହା କହିବାକୁ ଚାହେଁ ନାହିଁ। ସମସ୍ୟା ଆସିବ ନାହିଁ, ଦୁଃଖ ଆସିବ ନାହିଁ, କଷ୍ଟ ଆସିବ ନାହିଁ, ଟେନସନ ଆସିବନି, ସେଇଟା ମୁଁ କହିବାକୁ ଚାହେଁ ନାହିଁ। ଜୀବନରେ ଯେତେ ପର୍ଯ୍ୟନ୍ତ ରହୁ, ପ୍ରତ୍ୟେକ ସମୟରେ ଟେନସନ ଅଛି, ଦୁଃଖ ଅଛି, କଷ୍ଟ ଅଛି, ବୋଝ ଅଛି, ଭାରଗ୍ରସ୍ତ ଅଛି। କିନ୍ତୁ ସେଇ ସମୟରେ ଈଶ୍ୱର ପ୍ରତିଜ୍ଞା କରନ୍ତି, ଗଡ୍ ଆଲାଇନ୍ସ କରୁଛନ୍ତି, ସେ ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆରେ ସେଇଠି ଆମେ ବିଶ୍ୱାସ କରିକି ଆଗକୁ ବଢିବାକୁ ପଡିବ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆଜି ମୁଁ ମଣ୍ଡଳୀକୁ, ଆଜି ଏହି ଛୋଟ ମଣ୍ଡଳୀକୁ ମୁଁ ଆହ୍ୱାନ କରିବାକୁ ଚାହେଁ, ଆପଣମାନେ କୁଆଡେ ଯାଆନ୍ତୁ ନାହିଁ। ଡୁ ନଟ୍ ଗୋ ଚର୍ଚ୍ଚ। ଆପଣ ଉଲ୍ଟା ବୁଝନ୍ତୁ ନାହିଁ। ଡୁ ନଟ୍ ଗୋ ଚର୍ଚ୍ଚ। ଚର୍ଚ୍ଚକୁ ଯିବାର ଆବଶ୍ୟକ ନାହିଁ। ଚାରି କାନ୍ଥ ବିଲ୍ଡିଂ ରେ ଥିବା ଚର୍ଚ୍ଚକୁ ଯିବାର ନାହିଁ। ଏଇ ଚର୍ଚ୍ଚକୁ ଯିବାର ଅଛି, ଠିକ କରିବାକୁ ପଡିବ। ଡୁ ନଟ୍ ଗୋ ସିଷ୍ଟମରେ ଯାଆନ୍ତୁ ନାହିଁ, ରିଲିଜିୟନରେ ଯାଆନ୍ତୁ ନାହିଁ, ଫିଲୋସଫିରେ ଯାଆନ୍ତୁ ନାହିଁ। ମାତ୍ର ଆଜି ଈଶ୍ୱର ସେ ଆହ୍ୱାନ କରନ୍ତି, ଗଡ୍ ପାଖରେ ଆସନ୍ତୁ। ଆଜି ଅନେକ ଲୋକ ପ୍ରକୃତରେ ଯେଉଁମାନେ କି ଆହ୍ୱାନ ଦିଅନ୍ତି ନାହିଁ, ସେ ପଛରେ ଆମେ ଯାଉଛୁ। ଯେମିତିକି ଆମେ ଧନ ସମ୍ପତ୍ତି, ଏ ଜଗତର ପ୍ରତ୍ୟେକ ପ୍ରସ୍ପେରିଟି ଆମମାନଙ୍କୁ ଡାକୁ ନାହିଁ, କିନ୍ତୁ ଆମେ ସେଆଡେ ଯାଉଛୁ। ଆଜି ଆମେ ଈଶ୍ୱରଙ୍କୁ ପାଶୋରି ଯାଉଛୁ, ଯୋଉ ଈଶ୍ୱର କି ଆମମାନଙ୍କୁ ଆପଣ ହସ୍ତ ମେଲାଇକିରି ସେ କହୁଛନ୍ତି ଯେ ଆସ 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 ବୋଲିକି, ସେଇଟାକୁ ଆମେ ପାଶୋରି ଯାଇଛୁ ପ୍ରିୟ ମଣ୍ଡଳୀ, ଭୁଲି ଯାଇଛୁ। ଆଜି ଆମେ ପ୍ରଭୁଙ୍କ ନିକଟକୁ ଯିବା। ପ୍ରଭୁ ଯୋଉ ଆହ୍ୱାନ କରିଛନ୍ତି ସେଇଠି ଯିବା। ସେଇଠି ଆଗେ ଆମମାନଙ୍କର ପ୍ରକୃତ ଶାନ୍ତି ଅଛି, ସେଇଠି ଆମମାନଙ୍କର ଆନନ୍ଦ ଅଛି, ସେଇଠି ଆମମାନଙ୍କର ପରିତ୍ରାଣ ଅଛି, ସେଇଠି ଆମମାନଙ୍କର ସ୍ୱର୍ଗୀୟ ଆଶୀର୍ବାଦ ଅଛି। ପ୍ରଭୁଙ୍କର ପବିତ୍ର ଜୀବନ୍ତ ବାକ୍ୟର ସକଳ ଆଶୀର୍ବାଦ, ଅନୁଗ୍ରହ, ଦୟା ପ୍ରଭୁ ଆମ ସମସ୍ତଙ୍କ ପ୍ରତି ସଦା ସର୍ବଦା ଦାନ କରନ୍ତୁ। ଆମେନ୍।